ପାହାଳ ଥାନା ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ସ୍ନେହୀ ପରୋପକାରୀ ଧର୍ମପରାୟଣ ପଞ୍ଚବଟୀ ସାଇ ମନ୍ଦିର ପ୍ରତିଷ୍ଠାତା ତଥା ସବୁଦିନ ଟିଭିର ଅଧ୍ୟକ୍ଷ ସମାଜସେବୀ କଳାକାର ହୃଦାନନ୍ଦ ସାହୁଙ୍କ ମା ସ୍ୱର୍ଗତ ସୁଲୋଚନା ସାହୁଙ୍କର ସ୍ମୃତିଚାରଣ ଏବଂ ଶ୍ରଦ୍ଧାଞ୍ଜଳି ସଭା ରାଜ୍ୟ ଅଗ୍ରଣୀ ୱେବ୍ ଚ୍ୟାନେଲ ସବୁଦିନ ଟିଭି ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ସବୁଦିନ ଟିଭିର ମୁଖ୍ୟ ସମ୍ପାଦକ ଡକ୍ଟର ଭବାନୀ ଶଙ୍କର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ବିଶିଷ୍ଟ ସାମ୍ବାଦିକ ସନାତନ ପରିଚା ସ୍ୱାଗତ ଭାଷଣ ଦେଇଥିଲେ। ବିଶିଷ୍ଟ ପାଲଗାୟକ ଗାୟକ ସୁଧାକର ଯୁଧିଷ୍ଠିର ପରିଚାଙ୍କ ସଭାପତିତ୍ୱରେ ଜଗନ୍ନାଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବଇଁଶୀଧର ଭୋଳ, ପୂର୍ବତନ ସରପଞ୍ଚ ନଳିନୀ ସ୍ୱାଇଁ, କେଳୁଚରଣ ଖୁଣ୍ଟିଆ, ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋରଞ୍ଜନ ମହାପାତ୍ର, ଶ୍ରୀମତୀ ଲିପିକା ଦାସ, ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡକ୍ଟର ମମତା ମହାନ୍ତି, କଟକ ସଦର ପ୍ରେସ୍ କ୍ଲବର ସଭାପତି ସୁରେନ୍ଦ୍ର ମହାପାତ୍ର, ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ମାନସ ମହାନ୍ତି, ଜିଲ୍ଲା ପରିଷଦ ମହେଶ୍ୱର ଦାସ, ଟ୍ୱିନ୍ ସିଟି ପ୍ରେସ୍ କ୍ଲବର ଅଧ୍ୟକ୍ଷ ଡକ୍ଟର ପ୍ରଣବ ବିଶ୍ୱାଳ, ଉପସଭାପତି ଗୁରୁପ୍ରସାଦ ମହାପାତ୍ର, ସାମ୍ବାଦିକ ପ୍ରତାପ କେଶରୀ ପାତ୍ର, ଅଜୟ ଦାସ, କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସାମ୍ବାଦିକ ରମେଶ ପ୍ରଧାନ, ସବୁଦିନ ଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ତେଲି ନାୟକ, ଆଦିତ୍ୟ ଛୋଟରାୟ, କାନନ ବିହାରୀ ନାୟକ, ରାଜକିଶୋର ବେହେରା, ନିର୍ମଳ ବେହେରା, କିଶୋର କୁମାର ଭୋଇ, ମୁରଲୀ ବଚ୍ଛା, ସମାଜସେବୀ ଗୌରାଙ୍ଗନାଥ, ଗଣେଶ୍ୱର ସାହୁ, ଶିକ୍ଷାବିତ୍ ଶରତ ବାରିକ, ମହାନ୍ତିପାଟଣା ଗ୍ରାମ୍ୟ କମିଟି ସଭାପତି କେଳୁଚରଣ ବେହେରା, ସମ୍ପାଦକ ଟିକନ ବାରିକ, ସମାଜସେବୀ ସନ୍ତୋଷ ରାଉତ, ସୂର୍ଯ୍ୟକାନ୍ତ ପାଣି, ଜୀବନ ଜ୍ୟୋତି ବାରିକ, ସିନେ ଅଭିନେତା ରୁଦ୍ରମନ, ବ୍ରଜକିଶୋର ସାହୁ, ଦୁଶାସନ ସାହୁ, ଉମେଶ ସାହୁ, ବ୍ୟଙ୍ଗକବି ବିଜୟ ବାରିକ, ପଦ୍ମଲାଭ ସାହୁ ପ୍ରମୁଖ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସବୁଦିନ ଟିଭି ପକ୍ଷରୁ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଡାକ୍ତର, ସମାଜସେବୀ, ଶିକ୍ଷାବିତ୍, ବ୍ୟଙ୍ଗ କବି ସମସ୍ତଙ୍କୁ ଉତ୍ତରୀୟ ମାନପତ୍ର ତଥା ସ୍ମୃତି ସୌରଭ ପ୍ରଦାନ କରିଥିଲେ। ସ୍ୱର୍ଗତ ସୁଲୋଚନା ସାହୁଙ୍କ ବଡ଼ ପୁଅ ପ୍ରଭାନନ୍ଦ ସାହୁ, ଜାମାତା ବୃନ୍ଦାବନ ସାହୁ, ବିଜୟ କୁମାର ସାହୁ, ବିଷ୍ଣୁଚରଣ ସାହୁଙ୍କ ସମେତ ପରିବାରବର୍ଗ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ସବୁଦିନ ଟିଭି।